7 ବର୍ଷର ପ୍ରେମ କିଛି କମ୍ ନଥିଲା ଆଜ୍ଞା। ଅନେକ ବାଦ ବିବାଦ ଭିତରେ ତା ବଡ଼ ଭାଇ ଜିଦ୍ ଧରିଥିଲା ତାର ସେ ଅଲିଅଳି ଭଉଣୀକୁ ମୋ ହାତରେ ଟେକି ଦେବାକୁ। କାହିଁକି ନା ତା ବଡ଼ ଭାଇ ଥିଲା ମୋ ବେଷ୍ଟ ଫ୍ରେଣ୍ଡ, ଆଉ ତାରି ପାଇଁ ମୋ 7 ବର୍ଷର ପ୍ରେମକୁ ଜୀବନସାଥୀ ରୂପେ ପାଇଥିଲି। ହେଲେ କିଏ ଜାଣିଥିଲା ସେଇ 7 ଜନ୍ମ ପାଇଁ ମୋ ହାତ ଧରି ବାଟ ଚାଲିବାକୁ କଥା ଦେଇଥିବା ମୋ ଧନ ମୋତେ ଏମିତି ଅଧା ବାଟରେ ଛାଡ଼ି ଚାଲିଯିବ ବୋଲି। ସେ ପୁଣି 4 ମାସର ପୁଅକୁ ମୋ କୋଳରେ ରଖି। କାନ୍ଧରେ ଶୋଇଥିବା ପୁଅଟା ବ୍ୟାକୁଳ ହୋଇ କାନ୍ଦୁଥିଲା, ମାଆକୁ ଖୋଜୁଥିଲା। ମୋ ଆଖିରେ ଥିଲା ଆଖିଏ ଲୁହ, ଆଉ ସହିପାରିନଥିଲି। ଭାରି କଷ୍ଟ ଆଉ ଯନ୍ତ୍ରଣା, ସବୁ ଯନ୍ତ୍ରଣା ଭିତରେ ଏଇ 4 ମାସର ପୁଅ କଥା ମନେ ପଡ଼ିଯାଉଥିଲା। ଏ କାହାଣୀ ଏମିତି ଏକ ହୃଦୟ ବିଦାରକ ପ୍ରେମ କାହାଣୀ ଯେ ବର୍ଣ୍ଣନା କରିବା ଭାରି କଷ୍ଟକର ଥିଲା। ଏ କାହାଣୀ ଏମିତି ଏକ ଦୁଃଖ ଭରା ପ୍ରେମ କାହାଣୀ ଯେ ଆଖିର ଲୁହକୁ ଅଟକେଇବା ବି ଭାରି କଷ୍ଟ ଥିଲା ଆଜ୍ଞା। କ'ଣ ଥିଲା ପୁରା କାହାଣୀ? କିଏ ଥିଲେ ସେ ପ୍ରେମ ପକ୍ଷୀ? କିଏ ଏମାନଙ୍କ ଜୀବନ ଭିତରକୁ ଝଡ଼ ହୋଇ ପଶି ଆସିଲା? ଲାଞ୍ଜିଗଡ଼ ଅଞ୍ଚଳର ମଳୟ ସହିତ ପ୍ରେମ ହୋଇଯାଏ ଦୁଲାଣୀ ଓରଫ ରୋଜି। ମଳୟ ଆଉ ରୋଜିର ଭାଇ ଭଲ ସାଙ୍ଗ ଥିଲେ, ଆଉ ସେଇ ସାଙ୍ଗ ଘରକୁ ଯିବା ଆସିବା ଭିତରେ ମଳୟ ରୋଜିକୁ ଆଉ ରୋଜି ମଳୟକୁ ମନ ଦିଆନିଆ ହୋଇଯାଆନ୍ତି। ଆରମ୍ଭ ହୁଏ ପ୍ରେମର ସେ ନୂଆ ଏକ ଅଧ୍ୟାୟ। ବେଶ ଖୁସି ଥିଲେ ଉଭୟ ପ୍ରେମ ପକ୍ଷୀ, ଆଉ ମଳୟ ବି ଜାଣିଥିଲା ଯେ ସେ ନିଶ୍ଚିତ ରୋଜିକୁ ଜୀବନସାଥୀ କରିବ। ପରିବାର ଲୋକେ ଉଭୟଙ୍କ ପ୍ରେମ ବିଷୟରେ ଜାଣିପାରନ୍ତି, ଆଉ ରୋଜିକୁ ମଳୟ ସହିତ ମିଶିବାକୁ ବିରୋଧ କରନ୍ତି। କିନ୍ତୁ ରୋଜିର ବଡ଼ ଭାଇ ଉଭୟଙ୍କ ପ୍ରେମକୁ ଏକାଠି କରିବାକୁ ସବୁ ପ୍ରୟାସ କରେ, ଆଉ 2021 ମସିହାରେ ବେଦୀ ଉପରେ ହୋମନିଆକୁ ସାକ୍ଷୀ ରଖି ଉଭୟ ପତି ପତ୍ନୀ ହୁଅନ୍ତି। ଆରମ୍ଭ ହୁଏ ନୂଆ ଏକ ଜୀବନର ନୂଆ ଏକ ଅଧ୍ୟାୟ। ବାସ୍ ହସ ଖୁସିରେ ଫାଟି ପଡ଼େ ପୁରା ପରିବାର। ମଳୟ ଆଉ ରୋଜି ଉଭୟଙ୍କୁ ପାଇ ବେଶ ଖୁସି ଥିଲେ, ଆଉ ନୂଆ ନୂଆ ବାହା ହେଇ ପ୍ରେମିକ ପ୍ରେମିକାରୁ ସ୍ୱାମୀ ସ୍ତ୍ରୀ ହୋଇଥିବା ମଳୟ ଆଉ ରୋଜିଙ୍କର ଗୋଟେ ପୁତ୍ର ସନ୍ତାନ ବି ଜନ୍ମ ହୁଏ। ପୁଅ ହେବା ପରେ ଉଭୟଙ୍କ ଖୁସି ଦ୍ୱିଗୁଣ ହୋଇଯାଏ। ଭଗବାନ ଯେମିତି ସବୁ ଖୁସି ଏମାନଙ୍କ ଉପରେ ଉଜାଡ଼ି ଦେଉଥିଲା। ହେଲେ ଏହି ପ୍ରେମୀ ଯୁଗଳଙ୍କ ଖୁସିରେ କାହାର ନଜର ଲାଗିଗଲା କେଜାଣି। ବର୍ଷାର ସେ ଘନ ଅନ୍ଧକାର ଭଳି ମାଡ଼ି ଆସିଲା ଦୁଃଖର କଳା ବାଦଲ, ଆଉ ରୋଜି ବାରମ୍ବାର ରୋଗରେ ପଡ଼ିଯାଏ। ମଳୟ ଅନେକ ଡାକ୍ତର ପାଖକୁ ନିଏ। ଶେଷରେ ରୋଜି ଅଚାନକ ମଳୟର ହାତ ଛାଡ଼ି ଦେଇ ଅଫେରା ରାଇଜର ଅତିଥି ହୋଇଯାଏ। କୋଳରେ ଥିଲା 4 ମାସର ପୁଅ। କିଛି ବୁଝିପାରୁନଥିଲା ସିନା, କିନ୍ତୁ ମା ବିନା ସେ ଯେମିତି ଭେମ୍ବା ରଡ଼ି ଛାଡ଼ି କାନ୍ଦି ଚାଲିଥିଲା। ଆଉ ତା କାନ୍ଦ ଦେଖି ମଳୟ ବା କେମିତି ସହିବ ଆଜ୍ଞା। ଭୋ ଭୋ ହୋଇ କାନ୍ଦୁଥିଲା, ଆଉ କହୁଥିଲା, ଧନ ମୋତେ କେମିତି ଅଧା ରାସ୍ତାରେ ଛାଡ଼ି ଦେଇ ଯାଇପାରିଲ? ମୋ କଥା ନହେଲା ନାହିଁ, 4 ମାସର ପୁଅ କଥା ଥରେ ଚିନ୍ତା କଲନି? ସେପଟେ ଭଲ ପାଇ ବାହା ହେଇଥିବା ସୁନ୍ଦରୀ ସ୍ତ୍ରୀଟା ଶେଷ ବିଦାୟ ନେଉଥିଲା, ଆଉ ଏପଟେ ସ୍ୱାମୀ ମଳୟ ପୁଅକୁ ଧରି ଲୁହ ଗଡ଼େଇ ଚାଲିଥିଲା। କିଛି ସମୟର ଅପେକ୍ଷା ପରେ ପଞ୍ଚ ଭିତରେ ଲୀନ ହୋଇଗଲା ରୋଜିର ସେ ମର ଶରୀର, ଆଉ ମଳୟ ନିଜ ସ୍ୱପ୍ନ ରାଇଜର ରାଜକୁମାରୀ ସହିତ ବିତେଇଥିବା ସେ ସ୍ମୃତି କଥା ମନେ ପକେଇ କାନ୍ଦିବା ଛଡ଼ା ଆଉ ଯେମିତି ତା ପାଖରେ କିଛି ବି ରାସ୍ତା ନଥିଲା। କ'ଣ ବା କରିପାରିଥାନ୍ତା ବିଚରା, ଇଏ ତ ସଂସାରର ନିୟମ। କିନ୍ତୁ ଯେଉଁ ବୟସରେ ଭଲ ପାଇ ବାହା ହେଇଥିବା ନିଜ ସ୍ତ୍ରୀକୁ ହରେଇଲା, ସେଇ ବୟସରେ କ'ଣ କେବେ ଭଗବାନ କାହାକୁ ନବା କଥା ଆଜ୍ଞା? ସତ କହିଲେ କେତେ ନିଷ୍ଠୁର ଥିଲେ ହେ ଭଗବାନ। ଏ ହୃଦୟ ବିଦାରକ କାହାଣୀ ଥିଲା ଲାଞ୍ଜିଗଡ଼ ଅଞ୍ଚଳର ଜଣେ ଜଣାଶୁଣା ସାମ୍ବାଦିକ ମଳୟ ବେଣୁଆଙ୍କ କାହାଣୀ। ମଳୟ ନିଷ୍ଠାପର ଭାବେ A1 ଟିଭିରେ ଦୀର୍ଘ ବର୍ଷ ଧରି କାମ କରି ଆସୁଛନ୍ତି। ତାଙ୍କର ଏ ଦୁଃଖଦ ସମୟରେ କେବଳ ସାନ୍ତ୍ୱନା ଦେବା ଛଡ଼ା ଆଉ କ'ଣ ବା ରାସ୍ତା ଥିଲା? ବାସ୍ ଏତିକି କହିବି ମଳୟ ବାବୁ, ଏକଥା ଶୁଣିଲା ପରେ କ'ଣ କହି ତମକୁ ସାନ୍ତ୍ୱନା ଦେବୁ, ମୁହଁରେ ଭାଷା ନାହିଁ। ତମକୁ ଯେତେ ସାନ୍ତ୍ୱନା ଦେଲେ ବି କମ୍ ପଡ଼ିବ। ଜୀବନ ସାଥୀଟା ଯେତେବେଳେ ଅଧା ବାଟରେ ହାତ ଛାଡ଼ି ଚାଲିଯାଏ, ତାଠୁ ବଡ଼ ଦୁଃଖ ବୋଧେ ଦୁନିଆର କିଛି ନଥାଏ। ଗୋଟେ 4 ମାସର ପୁଅ ଯେତେବେଳେ ମା ଛୁଇଁଟ ହେଇଯାଏ, ତା ବାପା ଭିତରେ କ'ଣ ବିତୁଥିବ ସେ ଯନ୍ତ୍ରଣା କେବଳ ତମେ ଅନୁଭବ କରିପାରୁଥିବ। ଖାଲି ଏତିକି କହିବି, ଭଗବାନ ତମକୁ ଧୈର୍ଯ୍ୟ ଦିଅନ୍ତୁ। ପୁଅର ଭବିଷ୍ୟତକୁ ଆଖି ଆଗରେ ରଖି ତାକୁ ମଣିଷ କରିବାକୁ ସବୁ ଦୁଃଖକୁ ଛାତିରେ ଲୁଚେଇ ଆଗକୁ ବଢ଼ନ୍ତୁ। ଏ କାହାଣୀ ମୋ ପାଇଁ ଏମିତି ଏକ ଦୁଃଖଦ କାହାଣୀ ଥିଲା, କେଉଁଠୁ ଆରମ୍ଭ କରିବି ଆଉ କେଉଁଠୁ ଶେଷ କରିବି ନିଜେ ବି ଜାଣିପାରୁନଥିଲି। ବାସ୍ ଆପଣଙ୍କୁ ଏତିକି କହିବି, କମେଣ୍ଟ କରି ମଳୟ ଓରଫ ରାହୁଲକୁ ସାନ୍ତ୍ୱନା ଦେବା ସହିତ ତାଙ୍କ ପୁଅକୁ ଆଶୀର୍ବାଦ ଦେବାକୁ ଜମା ଭୁଲିବେନି। ଆଉ କିଛି କହିପାରିବିନି ଆଜ୍ଞା। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।